ଦିନେ ଗୋଟେ ଜଙ୍ଗଲରେ ଗୋଟେ ବାଘ ରହୁଥିଲା। ସିଏ ପ୍ରତିଦିନ ଜଙ୍ଗଲର ଜୀବଜନ୍ତୁମାନଙ୍କୁ ଧରିକି ଖାଇଯାଉଥିଲା। ଡରିକି ସବୁ ଜୀବଜନ୍ତୁମାନେ ବାଘକୁ କହିଲେ, ବାଘ ମାମୁଁ, ତମେ ପ୍ରତିଦିନ ଆମକୁ ଧରିକି ଖାଅ ନାହିଁ। ଆମେ ପ୍ରତିଦିନ ତମ ପାଖକୁ ଗୋଟିଏ ଜୀବ ଖାଇବା ପାଇଁ ପଠାଇଦେବୁ। ବାଘ ମାମୁଁ କଥାରେ ରାଜି ହୋଇଗଲା। ଦିନେ ଗୋଟିଏ ଚାଲାକ ଠେକୁଆର ବାରି ଆସିଲା। ସିଏ ଜାଣି ଶୁଣିକି ବାଘ ମାମୁଁ ପାଖକୁ ଡେରିରେ ଯାଇ ପହଞ୍ଚିଲା। ବାଘ ମାମୁଁ ରାଗିକି ଥିଲା। ସିଏ ପଚାରିଲା, ତମେ ଏତେ ଡେରିରେ କାହିଁକି ଆସିଛ? ଠେକୁଆ କହିଲା, ବାଘ ମାମୁଁ, ମୁଁ ତ ଆସୁଥିଲି, କିନ୍ତୁ ବାଟରେ ଗୋଟିଏ ବାଘ ମୋତେ ଅଟକାଇ ଦେଲା। ସିଏ କହିଲା, ମୁଁ ଏ ଜଙ୍ଗଲର ପ୍ରକୃତ ରାଜା। ଏହା ଶୁଣି ବାଘ ମାମୁଁ ରାଗିଗଲା ଆଉ ଠେକୁଆକୁ କହିଲା, ମୋତେ ସେ ବାଘ ପାଖକୁ ନେଇକି ଚାଲ। ଠେକୁଆ ତାକୁ ଗୋଟେ କୂଅ ପାଖକୁ ନେଇଗଲା ଆଉ କହିଲା, ସେ ବାଘ ଏଇ କୂଅ ଭିତରେ ଅଛି। ବାଘ ଯେତେବେଳେ କୂଅ ଭିତରକୁ ଅନାଇଲା, ତାକୁ ତା ନିଜ ଛବି କୂଅ ଭିତରେ ଦେଖାଗଲା। ବାଘ ରାଗିକି କୂଅ ଭିତରକୁ ଡେଇଁ ପଡ଼ିଲା ଆଉ ବୁଡ଼ିକି ମରିଗଲା। ଏହି ପ୍ରକାରର ଠେକୁଆ ନିଜ ବୁଦ୍ଧି ଦ୍ୱାରା ନିଜ ଜୀବନ ସହିତ ଜଙ୍ଗଲର ଅନ୍ୟ ଜୀବମାନଙ୍କ ଜୀବନ ବି ବଞ୍ଚେଇ ଦେଇ ପାରିଲା।